ପରୀକ୍ଷା ବର୍ତ୍ତମାନର ପ୍ରସ୍ତୁତି ମାତ୍ର, ସାରା ଜୀବନ ପାଇଁ ନୁହେଁ। ଖୁସି ଓ ମଉଜରେ ରୁହ। ଆଜିର ଏ କଡ଼ା ମୁକାବିଲାର ପରୀକ୍ଷା ସମୟରେ ଘରେ ବାହାରେ ସବୁଠି ଏତେ ଚାପ ଯେ ପରୀକ୍ଷା ଜୀବନ ମରଣର ପ୍ରଶ୍ନ ପାଲଟି ଯାଉଛି। ଲାଗୁଛି ଯେମିତି ପରୀକ୍ଷାରେ ଅସଫଳ ହେବା ଅର୍ଥ ସବୁ ଶେଷ ହେଇଯିବା। ପରୀକ୍ଷା ଜୀବନ ମୃତ୍ୟୁର ପ୍ରଶ୍ନ ନୁହେଁ। ପରୀକ୍ଷାରେ ଅସଫଳ ହେବା ଅବସରରେ ନିଜ ସାମର୍ଥ୍ୟକୁ ହେୟଜ୍ଞାନ କର ନାହିଁ। ଆମର ପୂର୍ବତନ ରାଷ୍ଟ୍ରପତି ମହାନ ବୈଜ୍ଞାନିକ ଡକ୍ଟର ଏଫ୍.ଜି. ଅବଦୁଲ କଲାମଙ୍କୁ କେହି କ'ଣ ଭୁଲିପାରିବ? ତୁମେ ଜାଣିଛ କି ଡକ୍ଟର କଲାମ ପାଇଲଟ ହେବାକୁ ଚାହୁଁଥିଲେ, କିନ୍ତୁ ସେ ତାଙ୍କର ଏହି ସ୍ୱପ୍ନକୁ ପୂରା କରିପାରିନଥିଲେ। ଯଦି ସେ ତାଙ୍କର ଏହି ଗୋଟିଏ ବିଫଳତାରେ ହାର ମାନି ଯାଇଥାନ୍ତେ, ତେବେ କ'ଣ ସେ ଆଜି ଜଣେ ମହାନ ବୈଜ୍ଞାନିକ ହୋଇପାରିଥାନ୍ତେ, ଯାହାଙ୍କୁ ଆମେ ଆଜି ସମସ୍ତେ ମନେ ପକାଉ? ଟିକିଏ ଚିନ୍ତା କର ତ, ଯଦି ଡକ୍ଟର କଲାମ ନଥାନ୍ତେ, ତେବେ ଭାରତୀୟ ପରମାଣୁ କାର୍ଯ୍ୟକ୍ରମର ଗତି କେଉଁଠି ଥାନ୍ତା? ଏହି ଘଟଣାରୁ ଆମେ କ'ଣ ଶିଖିଲେ? ଗୋଟିଏ ପରୀକ୍ଷା ସାରା ଜୀବନର କାହାଣୀ ଲେଖିପାରିବ ନାହିଁ। ଜୀବନ ଶେଷହୀନ ସମ୍ଭାବନାରେ ପରିପୂର୍ଣ୍ଣ। ସ୍ଥିର କରିନିଅ, କୌଣସି ବିଫଳତା ତୁମ ସ୍ୱପ୍ନର ଉଡ଼ାଣକୁ ଭାଙ୍ଗି ଦେଇ ନପାରେ। ପ୍ରତିଦ୍ୱନ୍ଦ୍ୱିତାରୁ ଶିଖିବାକୁ ହେବ, ପ୍ରୟାସ ସଂକଳ୍ପରୁ ସିଦ୍ଧି ଏବଂ ସାମର୍ଥ୍ୟରୁ ସଫଳତା। ଏହା ହିଁ ନୂଆ ଇତିହାସ ରଚନାର ଧାରା, ଏହା ହିଁ ତ ଜୀବନ। ଯଦି ପରୀକ୍ଷାରେ ଅସଫଳ ହେଲ, ଏହାର ଅର୍ଥ ନୁହେଁ ତୁମେ ସବୁଥିରେ ଅପାରଗ। ସତରେ କ'ଣ ଏହି ପରୀକ୍ଷା ଯେକୌଣସି ବ୍ୟକ୍ତିର ଯୋଗ୍ୟତା, ସାମର୍ଥ୍ୟ ଓ ବୁଦ୍ଧିମତ୍ତାକୁ ମାପିବାର ଏକମାତ୍ର ମାପକାଠି? ଜମା ନୁହେଁ। ଚାପମୁକ୍ତ, ଖୁସି ଓ ମଉଜର ସହ ପରୀକ୍ଷା ପ୍ରସ୍ତୁତିର ମନ୍ତ୍ର ହେଉଛି ସଫଳତାର ଚାବିକାଠି। ଏଥିରୁ ପ୍ରତିପାଦିତ ହେବ ଜୀବନ, ଜିଜ୍ଞାସାର ଆଭିମୁଖ୍ୟ। ତେଣୁ ପରୀକ୍ଷା ବର୍ତ୍ତମାନର ପ୍ରସ୍ତୁତି ମାତ୍ର, ସାରା ଜୀବନ ପାଇଁ ନୁହେଁ। ତେଣୁ ସମସ୍ତ ପରୀକ୍ଷାର୍ଥୀକୁ ମୋର ଅନୁରୋଧ, ସମସ୍ତେ ଖୁସି ଓ ମଉଜରେ ରୁହ। ଧନ୍ୟବାଦ।